ରାହୁଲ ଗାନ୍ଧୀ ପୁଣି ଥରେ ସେଇ କଥା କହିଛନ୍ତି ଯାହା ସେ ଏଇ 4-5 ମାସ ହେଲା କହି ଆସୁଛନ୍ତି। ତାଙ୍କର ସବୁ ନିର୍ବାଚନ ପରାଜୟର କାରଣ ହେଲା ଭୋଟ ଚୋରି। এই কথা ଏମିତି କଥା ସେ ଭାରତରେ ସବୁ ମଞ୍ଚରେ କହିସାରିଛନ୍ତି, ପ୍ରେସ କନଫରେନ୍ସ କରି କହିସାରିଛନ୍ତି, ଇଲେକ୍ସନ ରାଲିରେ କହିସାରିଛନ୍ତି, ଏମିତିକି ପାର୍ଲାମେଣ୍ଟ ଭିତରେ ବର୍ତ୍ତମାନ ଇଏ ସେଇ କଥା ବର୍ତ୍ତମାନ ଠିକ ସେଇ କଥା ଜର୍ମାନର ବର୍ଲିନ ରାହୁଲ ଗାନ୍ଧୀ କହିଲେ କି ଯଦି ଫେୟାର ଇଲେକ୍ସନ ହେଇଥାନ୍ତା ତାହେଲେ ହରିୟାଣା ନିର୍ବାଚନ ସେମାନେ ମାତ୍ର ମହାରାଷ୍ଟ୍ର ନିର୍ବାଚନ ମଧ୍ୟ ଫେୟାର ନଥିଲା। 2024 ସାଧାରଣ ନିର୍ବାଚନ ପରେ ଯୋଉ ଦୁଇ ମେଜର ନିର୍ବାଚନ ରାହୁଲ ଗାନ୍ଧୀ ହାରିଛନ୍ତି ଆଉ ଯୋଉ ଦୁଇ ମେଜର ନିର୍ବାଚନର ପରିଣାମ ତାଙ୍କୁ ସବୁଠାରୁ ବଡ ସେଟବ୍ୟାକ୍ ଦେଇଛି, ଯୋଉ ଉତ୍ସାହ ସେ 2024 ସାଧାରଣ ନିର୍ବାଚନ ପରେ ନେଇକି ଆସିଥିଲେ, ଇଏ ଏଇ ଦୁଇ ନିର୍ବାଚନ ପରେ ଭୁଷୁଡି ପଡିଛି ବା ଭାଙ୍ଗି ଯାଇଛି। ବିହାର ଯେତେ ଦୂର ହରିୟାଣା ନିର୍ବାଚନ କଥା, 2024 ସାଧାରଣ ନିର୍ବାଚନ ସମୟରେ ହରିୟାଣାର ଯାହା ଆଉଟକମ୍ ଥିଲା, ଯାହା ରେଜଲ୍ଟ ଥିଲା, ଇଏ କଂଗ୍ରେସକୁ ଉତ୍ସାହିତ କରିଥିଲା ଆଉ ପ୍ରାୟ ସର୍ଭେ ଏ ନିର୍ବାଚନ ପରିଣାମ କଂଗ୍ରେସ ସପକ୍ଷରେ ଦେଇଥିଲେ। ମହାରାଷ୍ଟ୍ର ନିର୍ବାଚନରେ କିଛି କୋର୍ସ କରେକ୍ସନ କରିଥିଲେ, ଏ ଆଧାରରେ ସେମାନେ ଲଢିଥିଲେ ଏବଂ ସେଠି ମଧ୍ୟ ପରିଣାମ ଶୋଚନୀୟ ମିଳିଥିଲା। ତେବେ এই ସମୟ ଭିତରେ ଦିଲ୍ଲୀରେ ବି ନିର୍ବାଚନ ହେଇଯାଇଛି ଆଉ ବିହାରରେ ବି ନିର୍ବାଚନ ହେଇଯାଇଛି। ଦିଲ୍ଲୀ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଦଳର କଂଗ୍ରେସର କୌଣସି ସମ୍ଭାବନା ନଥିଲା ଏବଂ ପରିଣାମ ବି ସେୟା ହେଇଛି। କିନ୍ତୁ ବଡ କଥା ହେଲା ବିହାର ନିର୍ବାଚନ ପରେ ମଧ୍ୟ ବିହାର ନିର୍ବାଚନରେ ଶୋଚନୀୟ ପରାଜୟ କେବଳ କଂଗ୍ରେସ ନୁହେଁ, ତାଙ୍କ ଲାଗି ଆରଜେଡିର ହେଲା ପରେ ମଧ୍ୟ ବର୍ଲିନରୁ ରାହୁଲ ଗାନ୍ଧୀ ଅନ୍ତତଃ ବିହାର ନିର୍ବାଚନ କଥା କହିନାହାନ୍ତି। ସେ ଯାହା ହଉ ତାଙ୍କର ଦାବି ହେଲା, ତାଙ୍କର କହିବା ହେଲା କି ସବୁ ନିର୍ବାଚନର ଯାହା ସବୁ ନିର୍ବାଚନ ତାଙ୍କର ଦଳ ହାରୁଛି ଏଥିପାଇଁ ତାଙ୍କ ଦଳର ବା ତାଙ୍କର ନେତୃତ୍ୱର କୌଣସି ଦୁର୍ବଳତା ନାହିଁ, କୌଣସି ଖୁଣ ନାହିଁ। ଭୋଟ ଚୋରି କରିକି ନରେନ୍ଦ୍ର ମୋଦୀଙ୍କ ସରକାର ଭୋଟ ଜିତୁଛି, ଇଏ ହଉଛି ରାହୁଲ ଗାନ୍ଧୀଙ୍କର ଦାବି। ବାକି ଥରେ ଦେଖିଲୁ ରାହୁଲ ଗାନ୍ଧୀ ଏକ୍ଜାକ୍ଟଲି ହରିୟାଣା ଉପରେ କଣ କହିଥିଲେ। ହରିୟାଣା ପ୍ରେସ କନଫରେନ୍ସ ହଉ ବା ମହାରାଷ୍ଟ୍ରର ଯୋଉ ଦୁଇଟା ସିଲେକ୍ଟିଭ ସାମ୍ପଲ ସେ ନେଇକି ଆସିଥିଲେ, ହରିୟାଣା ଉପରେ H-ଫାଇଲ ନାଁରେ ଗୋଟେ ପ୍ରେସ କନଫରେନ୍ସ ସେ ନଭେମ୍ବର 5 ତାରିଖ ଧରି କରିଥିଲେ, ବିହାର ନିର୍ବାଚନ ଠିକ ପୂର୍ବରୁ। ଆଉ ବୋଧହୁଏ ଏଇ ଷ୍ଟ୍ରାଟେଜିରେ କରାଯାଇଥିଲା ସେ ପ୍ରେସ କନଫରେନ୍ସ କି ତାର ପ୍ରଭାବ ବିହାର ନିର୍ବାଚନ ଉପରେ ପଡିବ। ପ୍ରଭାବ ତା ଉପରେ ପଡିଲାନି, କିନ୍ତୁ ରାହୁଲ ଗାନ୍ଧୀ କଣ କହିଥିଲେ? ରାହୁଲ ଗାନ୍ଧୀ ସେ ପ୍ରେସ କନଫରେନ୍ସରେ କହିଥିଲେ 2 କୋଟି ଭୋଟର ଭିତରୁ 25 ଲକ୍ଷ ଭୋଟର ବୋଗସ, ଅର୍ଥାତ୍ ପ୍ରତି 8ରେ ଜଣେ ଭୋଟର ବୋଗସ। ଏ ଦାବିକୁ ପ୍ରମାଣ କରିବା ପାଇଁ ରାହୁଲ ଗାନ୍ଧୀ ଯାହା ସାମ୍ପଲ ଆଣିଥିଲେ, ଏକ ହେଲା ଜଣେ ବ୍ରାଜିଲ ମହିଳାଙ୍କର ଫଟୋ 8ଟା ସ୍ଥାନରେ ଅଛି, ଅର୍ଥାତ୍ 8 ଜଣଙ୍କ ନାଁରେ ଜଣେ ବ୍ରାଜିଲ ମହିଳାଙ୍କର ଫଟୋ ରହିଛି। ଆଉ ଜଣେ ମହିଳା 221 ଦୁଇଟା ବୁଥରେ 221 ଜଣଙ୍କ ଫଟୋରେ ଜଣେ ମହିଳାଙ୍କର ଫଟୋ ଅଛି। ଗୋଟେ ଆଡ୍ରେସରେ 500ରୁ ଅଧିକ ଭୋଟର ଅଛନ୍ତି। ଇଏ ଯାହା ଦାବି ରାହୁଲ ଗାନ୍ଧୀ ଆଣିଥିଲେ ତାକୁ ମିଡିଆ ଫ୍ୟାକ୍ଟ ଚେକ୍ କରିସାରିଛି। ଆଉ ଯାହା ରେଜଲ୍ଟ ଆସିଛି ଇଏ ରାହୁଲ ଗାନ୍ଧୀକୁ ସମର୍ଥନ କଲା ପରିକା ନୁହେଁ। ଯେମିତି ଏ ବ୍ରାଜିଲ ମହିଳା କଥା କୁହାଗଲା, ଏଇ ଭୋଟର ନାଁରେ ଥିବା ମହିଳା ସାମ୍ନାକୁ ଆସି କହିଛନ୍ତି କି ଫଟୋ ଭୁଲ ଲାଗିଥିଲା କିନ୍ତୁ ସିଏ ଯାଇକି ଭୋଟ ଦେଇକି ଆସିଛନ୍ତି, ସେ ଜେନ୍ୟୁଇନ୍ ଭୋଟର। 501 ଭୋଟର ଥିବା ଆଡ୍ରେସ ବିଷୟରେ ମଧ୍ୟ ମିଡିଆ ଫ୍ୟାକ୍ଟ ଚେକ୍ କରିସାରିଛି, ଇଲେକ୍ସନ କମିଶନ ମଧ୍ୟ କହିସାରିଛି ତାର ଜବାବ। ଗୋଟେ ବଡ ଏରିଆରେ ପୁରୁଷ ଧରି ଗୋଟେ ପରିବାର ରହୁଥିଲା, ସେମାନଙ୍କର ଭୋଟର ସଂଖ୍ୟା ବର୍ତ୍ତମାନ ଏତିକି ବଢିଯାଇଛି। ଏଇ ଜବାବ ପାର୍ଲାମେଣ୍ଟ ଭିତରେ ଅମିତ ଶାହା ମଧ୍ୟ ଦେଇସାରିଛନ୍ତି।
ତେବେ ରାହୁଲ ଗାନ୍ଧୀ ସନ୍ତୁଷ୍ଟ ନୁହନ୍ତି। ସେ ତାଙ୍କର କହିବା କଥା ହେଲା କି ଇଲେକ୍ସନ କମିଶନ ସେ ପ୍ରଶ୍ନର କୌଣସି ଜବାବ ଦେଇନି। ଇଲେକ୍ସନ କମିଶନ ତାଙ୍କ ତରିକାରେ ଯାହା ସମ୍ଭବ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସବୁ ପ୍ରଶ୍ନର ଉତ୍ତର ପାଖାପାଖି ପାର୍ଲାମେଣ୍ଟରେ ଡିବେଟ୍ରେ ଇଲୋଟାଇ ରିଫର୍ମ ଡିବେଟ୍ରେ ଅମିତ ଶାହା ମଧ୍ୟ ଦେଇଛନ୍ତି। ତ ତାର ଉପରେ ବହୁତ କିଛି କୁହାଯିବାର ଆବଶ୍ୟକତା ନାହିଁ। କିନ୍ତୁ ରାହୁଲ ଗାନ୍ଧୀ ସନ୍ତୁଷ୍ଟ ନୁହନ୍ତି ବା ରାହୁଲ ଗାନ୍ଧୀ ଯଦି ତାର ରେଜଲ୍ଟ ଆଣିବା ପାଇଁ ଇଏ ଭୋଟ ଚୋରି ପ୍ରମାଣ କରିବା ପାଇଁ ସେ ଆଉ ଆଗକୁ ଯିବା ପାଇଁ ପ୍ରସ୍ତୁତ ମଧ୍ୟ ନୁହନ୍ତି। କୋର୍ଟକୁ ଯିବା ପାଇଁ ସେ ରାଜି ନୁହନ୍ତି। ତେବେ ଗୋଟେ ପ୍ରଶ୍ନ ସ୍ୱାଭାବିକ ଭାବରେ ଉଠୁଛି। ବର୍ତ୍ତମାନ ଦେଶରେ SIR ଚାଲିଛି। ରାହୁଲ ଗାନ୍ଧୀଙ୍କର କହିବା ଅନୁସାରେ SIR ହଉଛି ଗୋଟେ ପ୍ରକ୍ରିୟା ଯାହାକୁ ଭୋଟ ଚୋରିକୁ ଲେଗାଲାଇଜ କରାଯାଉଛି ଲିଗାଲ ଉପାୟରେ। ରାହୁଲ ଗାନ୍ଧୀ କହିବା ଅନୁସାରେ ଯଦି SIR କୁ ଭୋଟ ଚୋରିର ମାଧ୍ୟମ ବୋଲି କୁହାଯାଏ ତାହେଲେ ଯେତେବେଳେ 12 ରାଜ୍ୟରେ ଭୋଟ ଚୋରି ହଉଛି, ଯେତେବେଳେ ରାହୁଲ ଗାନ୍ଧୀ ଜାଣିଛନ୍ତି କି ଏଇ ଭୋଟ ଚୋରି ହଉଛି, କିଏ ଭୋଟ ଚୋରି କରୁଛି ଜାଣିଛନ୍ତି, କୋଉଠି ଚୋରି ହଉଛି ଜାଣିଛନ୍ତି, ସେତେବେଳେ ରାହୁଲ ଗାନ୍ଧୀ ଜର୍ମାନୀ ଯାଇ କଣ କରୁଛନ୍ତି? ତାଙ୍କ ଲୋକ ଭୋଟ ଚୋରିକୁ ଜଗୁନାହାନ୍ତି କାହିଁକି? ଠିକ ଅଛି କୋର୍ଟକୁ ନ ଯାଇ ପାରନ୍ତି, ଠିକ ଅଛି କୋର୍ଟକୁ ନ ଯାଇ ପାରନ୍ତି, ତାଙ୍କର ଅନ୍ୟ ଉଦ୍ଦେଶ୍ୟ ଥାଇପାରେ, ଷ୍ଟ୍ରାଟେଜି ଥାଇପାରେ। ତାଙ୍କର ଲୋକ ଯୋଉମାନଙ୍କୁ ଭୋଟ ଚୋରି ଜଗିବା ପାଇଁ ଦାୟିତ୍ୱ ରହିବା କଥା। ଚୋରି କଣ ହେବ ଜଣା ପଡୁଛି, ଚୋରି କିଏ କରିବ ଜଣା ପଡୁଛି କହିବା ଅନୁସାରେ ରାହୁଲ ଗାନ୍ଧୀଙ୍କର। କେତେବେଳେ ଚୋରି ହେବ ଜଣା ପଡୁଛି, ଅର୍ଥାତ୍ ଚୋରି ହଉଛି କୁହାଯାଇପାରେ। ସେ ସମୟରେ ରାହୁଲ ଗାନ୍ଧୀଙ୍କର ସେନା ଆଉ ରାହୁଲ ଗାନ୍ଧୀ ନିଜେ ଏ କରୁଛନ୍ତି କଣ? ବିହାର ଇଲେକ୍ସନ SIR ସହିତ ହେଇଥିଲା। ଆଉ ସେତେବେଳକୁ SIR ଆରମ୍ଭ ହେଲା ପୂର୍ବରୁ ରାହୁଲ ଗାନ୍ଧୀ ଭୋଟ ଚୋରି କଥା କହିସାରିଥିଲେ। ଆଉ ଭୋଟ ଚୋରି କଥା ସେ ଡିସ୍କଭର କରିସାରିଥିଲେ ତାଙ୍କର ଦାବି ଅନୁସାରେ। ତ ସେ ସମୟରେ ତାଙ୍କର ପୁରା କର୍ମୀ, ତାଙ୍କର ପୁରା ସେନା ଉପସ୍ଥିତିରେ SIR ରେ ଭୋଟ ଚୋରି ହେଇଗଲା। ମଝିରେ ମଝିରେ ଅବଶ୍ୟ ରାହୁଲ ଗାନ୍ଧୀ ପ୍ରିୟଙ୍କାଙ୍କୁ କହିଛନ୍ତି କି ଆମେ ଏଥର ଜଗି ଦେଇଛୁ। ତାପରେ ବି ରେଜଲ୍ଟ ଯାହା ହେଲା, ରାହୁଲ ଗାନ୍ଧୀଙ୍କର କଂଗ୍ରେସ RJD ଉଭୟ ବୁଡ଼ିଲେ। କିନ୍ତୁ ରେଜଲ୍ଟ ପରେ ଭୋଟ ଚୋରି କଥା କହିଗଲେ ସତ, କିନ୍ତୁ ଯେତେବେଳେ ଭୋଟ ଚୋରି ହଉଥିଲା ସେ ସମୟରେ କୌଣସି କାମ ତାଙ୍କ ଦ୍ୱାରା ହେଇପାରିଲା ନାହିଁ। ନା କୋର୍ଟକୁ ଯାଇ ପ୍ରମାଣ ଦେଇପାରିଲେ, ନା ଲୋକଙ୍କୁ ବୁଝେଇ ପାରିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀ ଠିକ ସେଇ କଥା ଯାଇକି ବର୍ଲିନରେ କହୁଛନ୍ତି। ବର୍ଲିନରେ କହିବାର କାରଣ କଣ ହେଇଥାଇପାରେ?